ପାଇଁ ଭଦ୍ରକ ଏବଂ ବାଲେଶ୍ୱର କେମିତି କ'ଣ ପ୍ରସ୍ତୁତି ବର୍ତ୍ତମାନ ପୋଲିସ ପକ୍ଷରୁ କରାଯାଇଛି? କିନ୍ତୁ ଆମ ପୂର୍ବାଞ୍ଚଳ ରେଞ୍ଜରେ ରାମନବମୀ ବହୁତ ଆନନ୍ଦର ସହିତ ଏବଂ ଆଡ଼ମ୍ବର ସହିତ ପାଳନ କରାଯାଇଥାଏ। ମୁଖ୍ୟତଃ ଭଦ୍ରକ ଓ ବାଲେଶ୍ୱରରେ ରାମନବମୀ ପର୍ବର ଗୋଟେ ସ୍ୱତନ୍ତ୍ର ପରିଚୟ ରହିଛି। ତାକୁ ଆଖି ଆଗରେ ରଖି ଏବଂ ବିଭିନ୍ନ ଦିଗକୁ ଆମେ ତର୍ଜମା କରି ଗୋଟେ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ଭଦ୍ରକରେ, ଯେହେତୁ ଭଦ୍ରକର ରାମନବମୀ ଓଡ଼ିଶାରେ ସବୁଠାରୁ ବଡ଼ ଆକାରରେ ପାଳନ କରାଯାଇଥାଏ, ତାକୁ ସ୍ୱତନ୍ତ୍ର ଭାବରେ ଆମ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭଦ୍ରକରେ ସମୁଦାୟ 40 ପ୍ଲାଟୁନ୍ରୁ ଉର୍ଦ୍ଧ୍ୱ ପୁଲିସ ଫୋର୍ସ ମୁତୟନ ହେବେ। ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସର ଟିମ୍ ମଧ୍ୟ ଆସିକି ପହଞ୍ଚିଛନ୍ତି। ଯେଉଁ ଭଦ୍ରକରେ ବିଗତ କିଛି ଦିନ ହେଲା ରାମନବମୀ ସେଲିବ୍ରେସନ୍ ଅଲରେଡ଼ି ଆରମ୍ଭ ହୋଇଛି, ଆପଣମାନେ ଜାଣିଥିବେ, ଏବଂ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଯାବତ ଚାଲିଛି। ବାଲେଶ୍ୱରରେ ମଧ୍ୟ ରାମନବମୀ ଚାଲୁଛି ଏବଂ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲୁଛି। ଆଗାମୀ କାଲି ନଗର ପରିକ୍ରମା ବା ପ୍ରୋସେସନ୍ ଭଦ୍ରକ ଏବଂ ବାଲେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁ ସବୁ ରୁଟ୍ରେ ଏ ପ୍ରୋସେସନ୍ ଯିବ, ସେଟା CCTV ଦ୍ୱାରା ଆମେ ସର୍ଭେଲାନ୍ସରେ ତାକୁ ରଖିଛୁ। ଟେମ୍ପୋରାରୀ କଣ୍ଟ୍ରୋଲ ରୁମ୍ ମଧ୍ୟ ଏଷ୍ଟାବ୍ଲିଶ୍ କରାହେଇଛି, ଯେମିତି କୌଣସି ଯଦି କିଛି ସିଚୁଏସନ୍ ଏମିତି ଆରାଇଜ୍ କରେ ଇମିଡ଼ିଏଟଲି ରେସ୍ପଣ୍ଡ କରିବା ପାଇଁ। ତତ୍ସଙ୍ଗେ ସଙ୍ଗେ ସେଫ୍ଟି ଦୃଷ୍ଟିକୋଣରୁ ଫାୟାର ଟିମ୍ ମୋବିଲାଇଜ୍ କରାହେଇଛି, ଇଲେକ୍ଟ୍ରିକ୍ ଟିମ୍ ମୋବିଲାଇଜ୍ କରାହେଇଛି ଏବଂ ଅଫିସର୍ସ ମାନେ ତାକୁ ତୀକ୍ଷ୍ଣ ଭାବରେ ପ୍ରତ୍ୟେକ ଜାଗାରେ ତଦାରଖ କରୁଛନ୍ତି। ଏବଂ ମୁଁ ଭାବୁଛି ଯେ ସମସ୍ତଙ୍କର ସହଯୋଗରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଆମର ରେଞ୍ଜରେ, ପୂର୍ବାଞ୍ଚଳ ରେଞ୍ଜରେ ରାମନବମୀ ଅତି ସୁରୁଖୁରୁରେ ସମାପନ ହେବ। ସମ୍ବେଦନଶୀଳ ସ୍ଥାନ ସେମିତି କିଛି ଚିହ୍ନଟ କରାଯାଇଛି, ତାପରେ ବେଶୀ ଫୋକସ୍ କରାଯାଉଛି। ଉଭୟ ଭଦ୍ରକ ଓ ବାଲେଶ୍ୱରରେ ଆମେ ସମ୍ବେଦନଶୀଳ ସ୍ଥାନ ଏବଂ ସମ୍ବେଦନଶୀଳ ଜାଗା ଗୁଡ଼ିକ ଚିହ୍ନଟ କରାହେଇଛି। ସେଠି ଉପଯୁକ୍ତ ବ୍ୟାରିକେଡ଼ିଂ କରାହେଉଛି, ଯେମିତି କିଛି ଅପ୍ରୀତିକର ସିଚୁଏସନ୍ ନ ଉପୁଜେ। ଏବଂ ତତ୍ସଙ୍ଗେ ସଙ୍ଗେ QRT ବା କ୍ୱିକ୍ ରିଆକ୍ସନ୍ ଟିମ୍ ମଧ୍ୟ ଅଛନ୍ତି, ଯେଉଁ ସମ୍ବେଦନଶୀଳ ଏରିଆରେ ଯଦି କିଛି ଏ ପ୍ରକାରର ସିଚୁଏସନ୍ ଆରାଇଜ୍ ହୁଏ ତାକୁ ଇମିଡ଼ିଏଟଲି ଯାଇକି ରେସ୍ପଣ୍ଡ କରିବେ। ସମସ୍ତ ପ୍ରକାରର ବ୍ୟବହାର। ସୋସିଆଲ ମିଡ଼ିଆଟା ଉପରେ ସୋସିଆଲ ମିଡ଼ିଆ ଆପଣ ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ ଏଇ ଏଣ୍ଟାୟାର ଆରେଞ୍ଜମେଣ୍ଟର। ସୋସିଆଲ ମିଡ଼ିଆରେ କୌଣସି ବିଭ୍ରାନ୍ତିକର ବା ଏ ପ୍ରକାରର ତଥ୍ୟ ଯେଉଁ ମାଧ୍ୟମରେ ବା ଯେଉଁ ହ୍ୟାଣ୍ଡେଲ୍ ସବୁ ନିୟମିତ ଭାବରେ ଏ ପ୍ରକାର ବିଭ୍ରାନ୍ତିକର ପୋଷ୍ଟ କରନ୍ତି, ତାକୁ ମଧ୍ୟ ଆମେ ପେଟ୍ରୋଲିଂ କରୁଛୁ, ଯାହା ଆମେ ତାକୁ ସାଇବର ପେଟ୍ରୋଲିଂ ବା ସୋସିଆଲ ମିଡ଼ିଆ ପେଟ୍ରୋଲିଂ କୁହାଯାଏ। ଏବଂ କ୍ରାଇମ୍ ବ୍ରାଞ୍ଚର ଯେଉଁ ସୋସିଆଲ ମିଡ଼ିଆ ୟୁନିଟ୍ ଅଛି ବା ସାଇବର କ୍ରାଇମ୍ ୟୁନିଟ୍ ଅଛି, ତାକୁ ମଧ୍ୟ ଆମେ ଅବଗତ କରାଇଛୁ। ସେମାନେ ମଧ୍ୟ ତାକୁ ତଦାରଖ କରୁଛନ୍ତି ଏବଂ ପ୍ରତ୍ୟେକ ଜିଲ୍ଲାରେ ଆମର ସାଇବର ପୋଲିସ ଷ୍ଟେସନ ଏବଂ ସାଇବର ସେଲ୍, ତାଙ୍କର ଯେଉଁ ସ୍ପେଶାଲ ସାଇବର ଟିମ୍ ଅଛି, ତା ମଧ୍ୟ ସୋସିଆଲ ମିଡ଼ିଆକୁ ତୀକ୍ଷ୍ଣ ଭାବରେ ନଜର ରଖିଛନ୍ତି। ଧନ୍ୟବାଦ।